ଓମ୍ ଶାନ୍ତି। 31 ଡିସେମ୍ବର 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ମଧୁବନ ହୋଲିଏଷ୍ଟ ଅଫ ଦି ହୋଲି, ଅର୍ଥାତ୍ ପରମ ପବିତ୍ର ବାବାଙ୍କର ଘର ଅଟେ। ଏଠାକୁ ତୁମେ କୌଣସି ପତିତ ମନୁଷ୍ୟକୁ ଆଣିପାରିବ ନାହିଁ। ମଧୁବନ ହୋଲିଏଷ୍ଟ ଅଫ ଦି ହୋଲି ଅର୍ଥାତ୍ ପରମ ପବିତ୍ର ବାବାଙ୍କର ଘର ଅଟେ। ଏଠାକୁ ତୁମେ କୌଣସି ପତିତ ମନୁଷ୍ୟକୁ ଆଣିପାରିବ ନାହିଁ। ଆଜିର ପ୍ରଶ୍ନ, ଏହି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନରେ ଯେଉଁମାନେ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି, ସେମାନଙ୍କର ଲକ୍ଷଣ କ'ଣ ହୋଇଥିବ? ଏହି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନରେ ଯେଉଁମାନେ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି, ସେମାନଙ୍କର ଲକ୍ଷଣ କ'ଣ ହୋଇଥିବ? ଉତ୍ତର, 1. ସେମାନେ ସ୍ତୁତି, ନିନ୍ଦା, ମାନ ଅପମାନ ସବୁଥିରେ ଧୈର୍ଯ୍ୟର ସହିତ କାମ କରିବେ। 2. କ୍ରୋଧ କରିବେ ନାହିଁ। 3. କାହାକୁ ବି ଦୈହିକ ଦୃଷ୍ଟିରେ ଦେଖିବେ ନାହିଁ। କେବଳ ଆତ୍ମାକୁ ହିଁ ଦେଖିବେ। ନିଜକୁ ଆତ୍ମା ମନେକରି କଥାବାର୍ତ୍ତା କରିବେ। 4. ସ୍ତ୍ରୀ ପୁରୁଷ ସାଥିରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରହିବେ। 5. କୌଣସି ପ୍ରକାରର ଇଚ୍ଛା ରଖିବେ ନାହିଁ। ଗୀତ। ଜଲେ ନ କିଉଁ ପରୁଆନା। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ପରମାତ୍ମା ବୁଝାଉଛନ୍ତି, ଅର୍ଥାତ୍ ଆତ୍ମିକ ବିଦ୍ୟାର୍ଥୀମାନଙ୍କୁ ସ୍ୱୟଂ ଭଗବାନ ପାଠ ପଢ଼ାଉଛନ୍ତି। ସେହି ଦୁନିଆରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରମାନଙ୍କୁ ଆତ୍ମିକ ଛାତ୍ର ବୋଲି କୁହାଯିବ ନାହିଁ। ସେମାନେ ତ ଆସୁରୀ ବିକାରୀ ସମ୍ପ୍ରଦାୟର ଅଟନ୍ତି। ଆଗରୁ ତୁମେ ମଧ୍ୟ ଆସୁରୀ ଅଥବା ରାବଣ ସମ୍ପ୍ରଦାୟର ଥିଲ। ଏବେ ରାମ ରାଜ୍ୟକୁ ଯିବା ପାଇଁ 5 ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଛ। ଯେଉଁମାନେ ଏହି ଜ୍ଞାନ ପ୍ରାପ୍ତ କରୁନାହାନ୍ତି, ସେମାନଙ୍କୁ ବୁଝାଇବାକୁ ପଡ଼ୁଛି ଯେ ତୁମେ ରାବଣ ରାଜ୍ୟରେ ଅଛ। ଯେହେତୁ ସେମାନେ ନିଜେ କିଛି ବୁଝିପାରୁନାହାନ୍ତି, ତୁମେ ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ କହୁଛ ଯେ ଆମେ ବେହଦର ବାବାଙ୍କ ପାଖରେ ପାଠ ପଢ଼ୁଛୁ। କିନ୍ତୁ ଏପରି ନୁହେଁ ଯେ ତୁମ କଥାରେ ତାଙ୍କର ନିଶ୍ଚୟ ହୋଇଯାଉଛି। ଯେତେ ବି ବାବା କୁହ ଅଥବା ଭଗବାନ କୁହ, କିନ୍ତୁ ନିଶ୍ଚୟ କରୁନାହାନ୍ତି। ନୂଆମାନଙ୍କୁ ତ ଏଠାକୁ ଆସିବାର ହୁକୁମ ନାହିଁ। ବିନା ଚିଠିରେ ଅଥବା ବିନା ଅନୁମତିରେ ତ କେହି ଆସି ବି ପାରିବେ ନାହିଁ। କିନ୍ତୁ କେବେ କେବେ କେହି କେହି ଆସିଯାଉଛନ୍ତି। ତେବେ ଏହା ମଧ୍ୟ ବେନିୟମ ଅଟେ। ଜଣ ଜଣକର ପୁରା ସମାଚାର, ନାମ ଇତ୍ୟାଦି ଲେଖି ପଚାରିବାକୁ ହେବ ଯେ ଏହାକୁ ପଠାଇବୁ? ପୁଣି ବାବା କହିବେ, ଠିକ୍ ଅଛି, ପଠାଇ ଦିଅ। ଯଦି ଆସୁରୀ ପତିତ ଦୁନିଆର ଛାତ୍ର ହୋଇଥିବେ, ତେବେ ବାବା ତାଙ୍କୁ ବୁଝାଇ ଦେବେ। ସେହି ପାଠ ତ ବିକାରୀ ପତିତ ମନୁଷ୍ୟ ପଢ଼ାଉଛନ୍ତି। ଏଠାରେ ସ୍ୱୟଂ ଈଶ୍ୱର ପାଠ ପଢ଼ାଉଛନ୍ତି। ସେହି ପାଠ ପଢ଼ାରେ ପାଇ ପଇସାର ପଦ ମିଳିଥାଏ। ଯଦିଓ କେହି କେହି ବହୁତ ବଡ଼ ପରୀକ୍ଷାରେ ପାସ୍ କରୁଛନ୍ତି, କିନ୍ତୁ କେତେ ସମୟ ରୋଜଗାର କରିବେ? ବିନାଶ ତ ସମ୍ମୁଖରେ ଉପସ୍ଥିତ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସବୁ ପ୍ରକାରର ଆସିବ। ଏକଥା ମଧ୍ୟ ତୁମେମାନେ ହିଁ ବୁଝୁଛ। ଯିଏ ବୁଝିନାହାନ୍ତି ସେମାନଙ୍କୁ ବାହାର ଭିଜିଟିଂ ରୁମ୍ରେ ବସାଇ ବୁଝାଇବାକୁ ହେବ। ଏହା ହେଉଛି ଈଶ୍ୱରୀୟ ପାଠପଢ଼ା। ଏଥିରେ ନିଶ୍ଚୟ ବୁଦ୍ଧି ହିଁ ବିଜୟନ୍ତୀ ହେବେ, ଅର୍ଥାତ୍ ବିଶ୍ୱ ଉପରେ ରାଜ୍ୟ କରିବେ। ରାବଣ ସମ୍ପ୍ରଦାୟର ଲୋକମାନେ ତ ଏକଥା ଜାଣିନାହାନ୍ତି। ଏଥିରେ ବହୁତ ସାବଧାନୀ ରହିବା ଦରକାର। ବିନା ଅନୁମତିରେ କେହି ବି ଭିତରକୁ ଆସିପାରିବେ ନାହିଁ। ଏହା କୌଣସି ବୁଲାବୁଲି କରିବାର ସ୍ଥାନ ନୁହେଁ। ଆଉ କିଛି ଦିନ ପରେ ନିୟମ ବହୁତ କଡ଼ାକଡ଼ି ହୋଇଯିବ। କାହିଁକି ନା ଇଏ ହେଉଛନ୍ତି ହୋଲିଏଷ୍ଟ ଅଫ ଦି ହୋଲି। ଶିବ ବାବାଙ୍କୁ ରୁଦ୍ର ମଧ୍ୟ କହୁଛନ୍ତି ନା,
ଏହା ହେଉଛି ଇନ୍ଦ୍ରସଭା। ମନୁଷ୍ୟ ନରତ୍ନର ମୁଦି ମଧ୍ୟ ପିନ୍ଧିଥାନ୍ତି ନା? ସେହି ରତ୍ନମାନଙ୍କ ଭିତରେ ନୀଲମ, ପନା, ମାଣିକ ମଧ୍ୟ ଥାଏ। ଏହିପରି ସବୁ ନାମ ରଖାଯାଇଛି। ପରୀମାନଙ୍କର ମଧ୍ୟ ନାମ ଅଛି ନା? ତୁମେ ପରୀମାନେ ଉଡ଼ିଲା ବାଲା ଆତ୍ମା ଅଟ। ଶାସ୍ତ୍ରରେ ତୁମର ହିଁ ବର୍ଣ୍ଣନା ରହିଛି। କିନ୍ତୁ ମନୁଷ୍ୟମାନେ ଏହିସବୁ କଥାକୁ କିଛି ବି ବୁଝୁନାହାନ୍ତି। ମୁଦିରେ ମଧ୍ୟ ଯେତେବେଳେ ରତ୍ନ ଲଗାଇଥାନ୍ତି, ସେଥିରେ ପୁଖରାଜ, ନୀଲମ, ପେରୁଜ ମଧ୍ୟ ରହିଥାଏ। କାହାର ଦାମ 1000 ଟଙ୍କା ତ କାହାର ଦାମ 10-20 ଟଙ୍କା ମଧ୍ୟ ହୋଇଥାଏ। ସେହିପରି ଏଠାରେ ପିଲାମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି। କେହି ତ ପାଠ ପଢ଼ି ମାଲିକ ହୋଇଯାଉଛନ୍ତି, କେହି ପୁଣି ପାଠ ପଢ଼ି ଦାସ ଦାସୀ ହୋଇଯାଉଛନ୍ତି। ରାଜଧାନୀ ସ୍ଥାପନ ହେଉଛି ନା? ତେଣୁ ବାବା ବସି ପାଠ ପଢ଼ାଉଛନ୍ତି। ଇନ୍ଦ୍ର ମଧ୍ୟ ତାଙ୍କୁ ହିଁ କୁହାଯାଉଛି। ଏହା ହେଉଛି ଜ୍ଞାନର ବର୍ଷା। ବାବାଙ୍କ ବିନା ତ କେହି ଜ୍ଞାନ ଦେଇପାରିବେ ନାହିଁ। ଏହା ହିଁ ହେଉଛି ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଯଦି ଈଶ୍ୱର ପାଠ ପଢ଼ାଉଛନ୍ତି ବୋଲି ନିଶ୍ଚୟ ହୋଇଯିବ, ତେବେ ଏହି ପାଠପଢ଼ାକୁ କେବେ ବି ଛାଡ଼ିବେ ନାହିଁ। ଯିଏ ପଥର ବୁଦ୍ଧି ହୋଇଥିବେ ତାଙ୍କୁ କେବେ ହେଲେ ତୀର ଲାଗିବ ନାହିଁ। ଏଠାକୁ ଆସିବେ କିନ୍ତୁ ଅଧାରୁ ଜ୍ଞାନ ଛାଡ଼ି ଚାଲିଯିବେ। 5 ବିକାର ତୁମମାନଙ୍କର ଅଧାକଳ୍ପର ଶତ୍ରୁ। ଦେହ ଅଭିମାନରେ ଆଣି ମାୟା ଚାପୁଡ଼ା ମାରିଦେଉଛି। ପୁଣି ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି। ବାବା ବାବା କହୁଛନ୍ତି, ପୁଣି ହାତ ଛାଡ଼ି ଚାଲି ଯାଉଛନ୍ତି। ମାୟା ବହୁତ ଶକ୍ତିଶାଳୀ। ଗୋଟିଏ ଚାପୁଡ଼ାରେ ତଳେ ପକାଇ ଦେଉଛି। ଭାବୁଛନ୍ତି ଆମେ କେବେ ବି ତଳେ ପଡ଼ିବୁ ନାହିଁ। ତଥାପି ବି ମାୟା ଚାପୁଡ଼ା ଲଗାଇ ଦେଉଛି। ଏଠାରେ ସ୍ତ୍ରୀ ପୁରୁଷ ଉଭୟଙ୍କୁ ପବିତ୍ର କରାଯାଉଛି। ତାହା ମଧ୍ୟ ଈଶ୍ୱରଙ୍କ ବ୍ୟତୀତ କେହି କରାଇପାରିବେ ନାହିଁ। ଏହା ହେଉଛି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନ। ବାବାଙ୍କୁ ନାଉରୀ ବୋଲି ମଧ୍ୟ କୁହାଯାଏ। ତୁମେ ହେଉଛ ନାଉରୀ ସମସ୍ତଙ୍କର ଡଙ୍ଗାକୁ ପାରି କରିବା ପାଇଁ ଆସିଥାନ୍ତି। କହୁଛନ୍ତି ସତ୍ୟର ଡଙ୍ଗା ହଲିବ କିନ୍ତୁ ବୁଡ଼ିବ ନାହିଁ। ଦୁନିଆରେ କେତେ ଢେର ମଠପନ୍ଥ ରହିଛି। ଜ୍ଞାନ ଏବଂ ଭକ୍ତିର ଯେପରି ଲଢ଼େଇ ହେଉଛି। କେବେ କେବେ ଭକ୍ତିର ମଧ୍ୟ ବିଜୟ ହେବ, କିନ୍ତୁ ଶେଷରେ ତ ଜ୍ଞାନରେ ହିଁ ବିଜୟ ହେବ। ଭକ୍ତି ପକ୍ଷରେ ଦେଖ କେତେ ବଡ଼ ବଡ଼ ଯୋଦ୍ଧା ଅଛନ୍ତି। ଜ୍ଞାନ ମାର୍ଗରେ ମଧ୍ୟ କେତେ ବଡ଼ ବଡ଼ ଯୋଦ୍ଧା ଅଛନ୍ତି। ଅର୍ଜୁନ, ଭୀମ ଆଦି ନାମ ରଖିଛନ୍ତି। ଏସବୁ ତ କାହାଣୀ ଲେଖି ଦେଇଛନ୍ତି। ଗାୟନ ତ ତୁମର ହିଁ ହେଉଛି। ତୁମମାନଙ୍କର ଏବେ ହିରୋ ହିରୋଇନର ଅଭିନୟ ଚାଲିଛି। ବର୍ତ୍ତମାନ ସମୟରେ ହିଁ ତୁମର ମାୟା ସହିତ ଯୁଦ୍ଧ ଚାଲୁଛି। ତୁମ ଭିତରେ ମଧ୍ୟ ଅନେକ ଅଛନ୍ତି ଯିଏକି ଏହି କଥାକୁ ବିଲକୁଲ ବୁଝୁନାହାନ୍ତି। ଯେଉଁମାନେ ଭଲ ଆତ୍ମା ହୋଇଥିବେ ସେହିମାନଙ୍କୁ ହିଁ ତୀର ଲାଗିବ। 3rd କ୍ଲାସ୍ ହୋଇଥିଲେ ତ ବସିପାରିବେ ନାହିଁ। ଦିନକୁ ଦିନ କାଇଦା ଅର୍ଥାତ୍ ନିୟମ ବହୁତ କଡ଼ା ହୋଇଯିବ। ଯେଉଁମାନେ ପଥର ବୁଦ୍ଧି ଅଟନ୍ତି, କିଛି ବୁଝିପାରୁନାହାନ୍ତି, ସେମାନଙ୍କୁ ଏଠାରେ ବସାଇବା ମଧ୍ୟ ନିୟମ ବିରୁଦ୍ଧ ଅଟେ। ଏହି ହଲ୍ ମଧ୍ୟ ସବୁଠାରୁ ପବିତ୍ର ସ୍ଥାନ। ପୋପଙ୍କୁ ପବିତ୍ର ବୋଲି କୁହାଯାଇଥାଏ। ଏହି ବାବା ତ ହୋଲିଏଷ୍ଟ ଅଫ୍ ହୋଲି ଅଟନ୍ତି। ବାବା କହୁଛନ୍ତି ମୋତେ ଏ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ଏସବୁ ବିନାଶ ହୋଇଯିବ। ଏସବୁ କଥା ମଧ୍ୟ ସମସ୍ତେ ବୁଝିପାରୁନାହାନ୍ତି। ଯଦିଓ ଶୁଣୁଛନ୍ତି କିନ୍ତୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରି ଦେଉଛନ୍ତି। ନା ନିଜେ କିଛି ଧାରଣ କରୁଛନ୍ତି, ନା କାହାକୁ ଧାରଣ କରାଉଛନ୍ତି। ଏପରି ମୂକବଧିର ମଧ୍ୟ ବହୁତ ଅଛନ୍ତି। ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ। ସେମାନେ ତ ମାଙ୍କଡ଼ର ଚିତ୍ର ଦେଖାଉଛନ୍ତି। କିନ୍ତୁ ଏହା ତ ମନୁଷ୍ୟମାନଙ୍କ ନିମନ୍ତେ କୁହାଯାଇଛି। ମନୁଷ୍ୟମାନେ ବର୍ତ୍ତମାନ ମାଙ୍କଡ଼ ଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି। ନାରଦଙ୍କର କାହାଣୀ ମଧ୍ୟ ରହିଛି। ତାଙ୍କୁ କୁହାଗଲା ପ୍ରଥମେ ତୁମେ ନିଜର ଚେହେରାକୁ ଦେଖ। ତୁମ ଭିତରେ 5 ବିକାର ନାହିଁ ତ? ଯେପରି ସାକ୍ଷାତକାର ହୋଇଥାଏ, ହନୁମାନଙ୍କର ମଧ୍ୟ ସାକ୍ଷାତକାର ହୋଇଥାଏ ନା? ବାବା କହୁଛନ୍ତି କଳ୍ପ କଳ୍ପ ଏହିପରି ହୋଇଥାଏ।
ସତ୍ୟ ଯୁଗରେ ଏପରି କିଛି କଥା ହୋଇନଥାଏ। ଏବେ ଏହି ପୁରୁଣା ଦୁନିଆ ହିଁ ସମାପ୍ତ ହୋଇଯିବ। ଯେଉଁମାନେ ପକ୍କା ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନେ ଜାଣିଛନ୍ତି କଳ୍ପ ପୂର୍ବେ ମଧ୍ୟ ଆମେମାନେ ଏହିଭଳି ରାଜ୍ୟ କରିଥିଲୁ। ବାବା କହୁଛନ୍ତି, ପିଲାମାନେ ଏବେ ଦୈବୀ ଗୁଣ ଧାରଣ କର। କୌଣସି ବେକାଇଦା କାମ କର ନାହିଁ। ସ୍ତୁତି ନିନ୍ଦା ସବୁଥିରେ ଧୈର୍ଯ୍ୟ ଧରିବାକୁ ହେବ। ତୁମମାନଙ୍କ ଭିତରେ କ୍ରୋଧ ରହିବା ଉଚିତ ନୁହେଁ। ତୁମେମାନେ କେତେ ଉଚ୍ଚ ବିଦ୍ୟାର୍ଥୀ ଅଟ। ତୁମମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି। ସେ ସିଧାସଳଖ ଆସି ପାଠ ପଢ଼ାଉଛନ୍ତି। ତଥାପି ମଧ୍ୟ କେତେକ ସନ୍ତାନ ଭୁଲି ଯାଉଛନ୍ତି। କାହିଁକି ନା ସାଧାରଣ ଶରୀରରେ ଆସୁଛନ୍ତି ନା। ବାବା କହୁଛନ୍ତି, ଦେହଧାରୀଙ୍କୁ ଦେଖିଲେ ତୁମେମାନେ ଏତେ ଉନ୍ନତି କରିପାରିବ ନାହିଁ। ସେଥିପାଇଁ ଆତ୍ମାକୁ ଦେଖ। ଆତ୍ମା ଏଠି ଭ୍ରୁକୁଟି ମଧ୍ୟରେ ରହୁଛି। ଆତ୍ମା ଜ୍ଞାନ ଶୁଣି କାନ୍ଧ ହଲାଉଛି। ସଦାସର୍ବଦା ଆତ୍ମା ସହିତ କଥାବାର୍ତ୍ତା ହୁଅ। ତୁମେ ଆତ୍ମା ଏହି ଶରୀର ରୂପୀ ସିଂହାସନ ଉପରେ ବସିଛ। ତୁମେମାନେ ତମ ପ୍ରଧାନ ଥିଲ, ଏବେ ତୁମମାନଙ୍କୁ ଶତପ୍ରଧାନ ହେବାକୁ ପଡ଼ିବ। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରିବା ଦ୍ୱାରା ଦେହର ଅଭିମାନ ତୁଟିଯିବ। ତୁମମାନଙ୍କ ଭିତରେ ଅଧା କଳ୍ପର ଦେହ ଅଭିମାନ ରହିଛି। ବର୍ତ୍ତମାନ ସମସ୍ତେ ଦେହ ଅଭିମାନୀ ଅଟନ୍ତି। ଏବେ ବାବା ବୁଝାଉଛନ୍ତି, ଦେହୀ ଅଭିମାନୀ ହୁଅ। ଆତ୍ମା ହିଁ ସବୁକିଛି ଧାରଣ କରୁଛି। ଖାଇବା ପିଇବା ସବୁକିଛି ଆତ୍ମା ହିଁ କରୁଛି। ଆତ୍ମାକୁ ତ ଅଭକ୍ତା କୁହାଯାଉଛି। ବାବାଙ୍କୁ ତ ଅଭକ୍ତା କୁହାଯାଉଛି। ସେ ହେଉଛନ୍ତି ନିରାକାର। ଏହି ଶରୀରଧାରୀ ବାବା ତ ସବୁକିଛି କରୁଛନ୍ତି। ସେ ଖାଇବା ପିଇବା କିଛି କରୁନାହାନ୍ତି, କାରଣ ସିଏ ଅଭକ୍ତା ଅଟନ୍ତି। ଏହି କଥାର ପୁଣି ସେମାନେ କପି କରିଛନ୍ତି। ମନୁଷ୍ୟମାନଙ୍କୁ କେତେ ଠକୁଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। କଳ୍ପ ପୂର୍ବରୁ ଯେଉଁମାନେ ବୁଝିଥିଲେ ସେହିମାନେ ହିଁ ବୁଝିବେ। ବାବା କହୁଛନ୍ତି, ମୁଁ ହିଁ କଳ୍ପ ଆସି ତୁମକୁ ପାଠ ପଢ଼ାଇ ସାକ୍ଷୀ ହୋଇ ଦେଖୁଛି। ପୁରୁଷାର୍ଥର କ୍ରମ ଅନୁସାରେ ଯାହା ପଢ଼ିଥିଲ ତାହା ହିଁ ପଢ଼ିବ। ଏଥିରେ ସମୟ ଲାଗିବ। କହୁଛନ୍ତି, କଳିଯୁଗ ସମାପ୍ତ ହେବାକୁ ଆହୁରି 40,000 ବର୍ଷ ବାକି ଅଛି। ମନୁଷ୍ୟମାନେ ତେଣୁ ଘୋର ଅନ୍ଧକାରରେ ଅଛନ୍ତି ନା। ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଉଛି। ଭକ୍ତି ମାର୍ଗ ଏବଂ ଜ୍ଞାନ ମାର୍ଗରେ ରାତି ଦିନର ଫରକ ରହିଛି। ଏହା ମଧ୍ୟ ବୁଝିବାର କଥା। ପିଲାମାନେ ବହୁତ ଖୁସିରେ ବୁଡ଼ି ରହିବା ଉଚିତ। ତୁମ ପାଖରେ ସବୁ କିଛି ଅଛି, ଆଉ କିଛି ପାଇବାର ଇଚ୍ଛା ନାହିଁ। ଜାଣିଛନ୍ତି, କଳ୍ପ ପୂର୍ବ ଭଳି ଆମର ସମସ୍ତ କାମନା ପୂରଣ ହେଉଛି। ସେଥିପାଇଁ ପେଟ ଭରି ହୋଇ ରହୁଛି। ଯାହାଙ୍କର ଜ୍ଞାନ ନାହିଁ ତାଙ୍କର ପେଟ ଭରିବ ନାହିଁ। କୁହାଯାଏ, ଖୁସି ସଦୃଶ୍ୟ ଭୋଜନ ନାହିଁ। ତୁମମାନଙ୍କୁ ଜନ୍ମ ଜନ୍ମାନ୍ତର ପାଇଁ ରାଜତ୍ୱ ମିଳୁଛି। ଯେଉଁମାନେ ଦାସଦାସୀ ହେବେ ତାଙ୍କର ଏତେ ଖୁସି ରହିବ ନାହିଁ। ପୁରା ମହାବୀର ହେବାକୁ ପଡ଼ିବ, ଯେପରି ମାୟା ହଲାଇ ପାରିବ ନାହିଁ। ବାବା କହୁଛନ୍ତି, ଦୃଷ୍ଟିକୁ ବହୁତ ସମ୍ଭାଳିବାକୁ ହେବ। ତୁମମାନଙ୍କ ଭିତରେ ବିକାରୀ ଦୃଷ୍ଟି ଯେପରି ନ ରହୁ। ସ୍ତ୍ରୀକୁ ଦେଖିଲେ ମନ ଚଞ୍ଚଳ ହୋଇଯାଇଥାଏ। ଆରେ ତୁମେ ତ ଭାଇ ଭଉଣୀ, କୁମାର କୁମାରୀ ଅଟନା, ପୁଣି କର୍ମେନ୍ଦ୍ରିୟ ଚଞ୍ଚଳତା କାହିଁକି କରୁଛି? ବଡ଼ ବଡ଼ ଲକ୍ଷପତି କୋଟିପତିଙ୍କୁ ମଧ୍ୟ ମାୟା ହରାଇ ଦେଉଛି। ଗରିବମାନଙ୍କୁ ମଧ୍ୟ ମାୟା ଏକଦମ ମାରି ଦେଉଛି। ଅର୍ଥାତ୍ ସେମାନେ ମଧ୍ୟ ଜ୍ଞାନ ଛାଡ଼ି ଦେଉଛନ୍ତି। ପୁଣି କହୁଛନ୍ତି, ବାବା ମୁଁ ଧକ୍କା ଖାଇଗଲି। ଆରେ 10 ବର୍ଷ ଜ୍ଞାନ ମାର୍ଗରେ ଚାଲିବା ପରେ ମଧ୍ୟ ହାରିଗଲ। ଏବେ ତ ରସାତଳଗାମୀ ହୋଇଗଲ। ଅନ୍ତରରେ ଜାଣୁଛନ୍ତି ତାଙ୍କର ଅବସ୍ଥା କିପରି ଅଛି। କେହି କେହି ତ ବହୁତ ଭଲ ସେବା କରୁଛନ୍ତି। କନ୍ୟାମାନେ ମଧ୍ୟ ଭୀଷ୍ମ ପିତାମହ ଆଦିଙ୍କୁ ବାଣ ମାରିଥିଲେ ନା। ଗୀତାରେ ଅଳ୍ପ ବହୁତ ଏହାର ବର୍ଣ୍ଣନା ରହିଛି। ଏହା ତ ଭଗବାନ ଉବାଚ ଅଟେ। ଯଦି ଶ୍ରୀକୃଷ୍ଣ ଭଗବାନ ଗୀତା ଶୁଣାଇଥିଲେ ତେବେ ଏପରି କାହିଁକି କହୁଛନ୍ତି ଯେ ମୁଁ ଯିଏ ଯେପରି? କ୍ୱଚିତ୍ କେହି କେହି ମୋତେ ଜାଣିଛନ୍ତି।
ଯଦି ଶ୍ରୀକୃଷ୍ଣ ଏଠାରେ ଥାନ୍ତେ ତେବେ ଜଣା ନାହିଁ କ'ଣ କରିଦେଇଥାନ୍ତେ। ଶ୍ରୀକୃଷ୍ଣଙ୍କର କାୟା ତ ସତ୍ୟ ଯୁଗରେ ହିଁ ଥାଏ। ଏ କଥା ଜାଣିନାହାନ୍ତି ଯେ ଶ୍ରୀକୃଷ୍ଣଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ମୁଁ ପ୍ରବେଶ କରୁଛି। ସାକାରରେ ଶ୍ରୀକୃଷ୍ଣ ଆସିଥିଲେ ତ ତୁରନ୍ତ ସମସ୍ତେ ପଳାଇ ଆସିଥାନ୍ତେ। ପୋପ ଆଦି ଆସିଲେ କେତେ ଲୋକ ଯାଇ ରୁଣ୍ଡ ହୋଇଯାଇଥାନ୍ତି। ମନୁଷ୍ୟ କ'ଣ ଏକଥା ଜାଣିଛନ୍ତି ଯେ ବର୍ତ୍ତମାନ ସମସ୍ତେ ପତିତ ତମ ପ୍ରଧାନ ଅଟନ୍ତି। କହୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ, କିନ୍ତୁ ବୁଝୁନାହାନ୍ତି ଯେ ଆମେ ପତିତ। ପିଲାମାନଙ୍କୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ବାବାଙ୍କର ବୁଦ୍ଧି ତ ସବୁ ସେଣ୍ଟରର ଅନନ୍ୟ ସନ୍ତାନମାନଙ୍କ ଆଡ଼କୁ ଚାଲିଯାଉଛି। ଯେତେବେଳେ ଅଧିକ ଅନନ୍ୟ ସନ୍ତାନମାନେ ଏଠାକୁ ଆସିଥାନ୍ତି ତେବେ ପୁଣି ସେମାନଙ୍କୁ ଦେଖିଥାଏ, ନଚେତ ବାହାରେ ପିଲାମାନଙ୍କୁ ମନେ ପକାଇବାକୁ ପଡ଼ିଥାଏ। ସେମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିଥାଏ। ଅଧିକାଂଶ ଜ୍ଞାନୀ ଆତ୍ମା ଥିଲେ ମଜା ଆସିଥାଏ, ନଚେତ କନ୍ୟାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ତାଙ୍କୁ କଳ୍ପ କଳ୍ପ ସହନ କରିବାକୁ ପଡ଼ୁଛି। ଜ୍ଞାନ ମାର୍ଗକୁ ଆସିବା ଦ୍ୱାରା ପୁଣି ଭକ୍ତି ଛାଡ଼ି ଦେଉଛନ୍ତି। ଯଦି ଘରେ ମନ୍ଦିର ଅଛି, ସ୍ତ୍ରୀ ପୁରୁଷ ଉଭୟ ଭକ୍ତି କରୁଛନ୍ତି ଓ ସ୍ତ୍ରୀକୁ ଜ୍ଞାନର ଆକର୍ଷଣ ହୋଇଯିବ ଏବଂ ସିଏ ଭକ୍ତି ଛାଡ଼ିଦେବ, ତେବେ କେତେ ହଙ୍ଗାମା ହୋଇଯିବ। ଯଦି ବିକାରଗ୍ରସ୍ତ ନ ହେବେ, ଶାସ୍ତ୍ର ଆଦି ନ ପଢ଼ିବେ, ତେବେ ଝଗଡ଼ା ହେବ ନା। ଏହି ଜ୍ଞାନ ମାର୍ଗରେ ବହୁତ ବିଘ୍ନ ପଡ଼ିଥାଏ, କିନ୍ତୁ ଅନ୍ୟ ସତ୍ସଙ୍ଗକୁ ଯିବା ପାଇଁ କେହି ମନା କରନ୍ତି ନାହିଁ। ଏଠାରେ ମୁଖ୍ୟ କଥା ହେଲା ପବିତ୍ରତା। ପୁରୁଷମାନେ ପବିତ୍ର ରହିପାରନ୍ତି ନାହିଁ, ତେଣୁ ଜଙ୍ଗଲକୁ ଚାଲି ଯାଇଥାନ୍ତି। ସ୍ତ୍ରୀମାନେ କୁଆଡ଼େ ଯିବେ? ସେମାନେ ଭାବନ୍ତି ସ୍ତ୍ରୀମାନେ ନର୍କର ଦ୍ୱାର। ବାବା କହୁଛନ୍ତି, ଏମାନେ ତ ସ୍ୱର୍ଗର ଦ୍ୱାର ଅଟନ୍ତି। ତୁମେ କନ୍ୟାମାନେ ଏବେ ସ୍ୱର୍ଗ ସ୍ଥାପନ କରୁଛ। ଏହା ପୂର୍ବରୁ ଦୁନିଆ ନର୍କର ଦ୍ୱାର ଥିଲା, ଏବେ ସ୍ୱର୍ଗର ସ୍ଥାପନା ହେଉଛି। ସତ୍ୟଯୁଗ ସ୍ୱର୍ଗର ଦ୍ୱାର ଏବଂ କଳିଯୁଗ ନର୍କର ଦ୍ୱାର ଅଟେ। ଏସବୁ ବୁଝିବାର କଥା। ତୁମେମାନେ ମଧ୍ୟ ଏହି କଥାକୁ ପୁରୁଷାର୍ଥର କ୍ରମ ଅନୁସାରେ ବୁଝୁଛ। ଭଲେ ପବିତ୍ର ମଧ୍ୟ ରହୁଛନ୍ତି, ବାକି କ୍ରମ ଅନୁସାରେ ଜ୍ଞାନର ଧାରଣା ହେଉଛି। ତୁମେମାନେ ତ ପୁରୁଣା ନର୍କ ଦୁନିଆରୁ ବାହାରି ଏଠାକୁ ଆସିଛ, କିନ୍ତୁ ଏବେ ବୁଝାଯାଉଛି କି ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ରହିବାକୁ ହେବ। ସେମାନଙ୍କୁ ଅସୁବିଧା ହେଉଛି। ଯେଉଁମାନେ ଏଠାରେ ରହୁଛନ୍ତି ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ବାବା ବୁଝାଉଛନ୍ତି, ଗୃହସ୍ଥରେ ଥାଇ ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରୁହ। ତାହା ମଧ୍ୟ ଏହି ଅନ୍ତିମ ଜନ୍ମର କଥା। ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଆତ୍ମା ଭାବ। ଆତ୍ମା ହିଁ ଶୁଣୁଛି, ଆତ୍ମା ହିଁ ଏହିପରି ହୋଇଛି। ଆତ୍ମା ହିଁ ଜନ୍ମ ଜନ୍ମାନ୍ତର ଭିନ୍ନ ଭିନ୍ନ ପୋଷାକ ପିନ୍ଧି ଆସିଛି। ଏବେ ଆମ ଆତ୍ମାକୁ ଘରକୁ ଯିବାକୁ ହେବ। ସେଥିପାଇଁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ। ଏହା ହେଉଛି ମୂଳ କଥା। ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛି। ଆତ୍ମା ଭ୍ରୁକୁଟି ମଧ୍ୟରେ ରହୁଛି। ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି। ଆତ୍ମା ନଥିଲେ ଶରୀର ମୁର୍ଦାର ହୋଇଯାଇଥାନ୍ତା। ବାବା ଆସି କେତେ ୱାଣ୍ଡରଫୁଲ ଜ୍ଞାନ ଦେଉଛନ୍ତି। ତେବେ ପରମାତ୍ମାଙ୍କ ବିନା ତ ଏହି କଥା କେହି ବୁଝାଇ ପାରିବେ ନାହିଁ। ସନ୍ନ୍ୟାସୀ ଆଦି କେହି ବି ଆତ୍ମାକୁ ଦେଖିନାହାନ୍ତି। ସେମାନେ ତ ଆତ୍ମାକୁ ପରମାତ୍ମା ବୋଲି ଭାବୁଛନ୍ତି। ଦ୍ୱିତୀୟରେ ପୁଣି କହୁଛନ୍ତି ଆତ୍ମାରେ କୌଣସି ଲେପଛେପ ଲାଗୁନାହିଁ। ସେଥିପାଇଁ ଶରୀରକୁ ଧୋଇବା ପାଇଁ ଗଙ୍ଗାକୁ ଯାଇଥାନ୍ତି। ଏକଥା କେହି ଜାଣିନାହାନ୍ତି ଯେ ଆତ୍ମା ହିଁ ପତିତ ହେଉଛି। ଆତ୍ମା ହିଁ ସବୁ କିଛି କରୁଛି। ବାବା ବୁଝାଉଛନ୍ତି, ଏକଥା ଭାବ ନାହିଁ ଯେ ମୁଁ ଅମୁକ, ସେ ଅମୁକ ଅଟେ। ନା, ସମସ୍ତେ ଆତ୍ମା ଅଟନ୍ତି। ସେଥିପାଇଁ ଜାତିପାତିର କୌଣସି ଭେଦଭାବ ରହିବା ଉଚିତ ନୁହେଁ। ନିଜକୁ ଆତ୍ମନିଶ୍ଚୟ କର। ଗଭର୍ଣ୍ଣମେଣ୍ଟ ମଧ୍ୟ କୌଣସି ଧର୍ମକୁ ମାନି ନଥାଏ। ଏସବୁ ତ ଦେହର ଧର୍ମ ଅଟେ। ସବୁ ଆତ୍ମାମାନଙ୍କର ପିତା ତ ଜଣେ। ସମସ୍ତଙ୍କୁ ମଧ୍ୟ ଆତ୍ମିକ ଦୃଷ୍ଟିରେ ଦେଖିବାକୁ ହେବ। ସବୁ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଯେଉଁ କଥା ଅନାବଶ୍ୟକ ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାକୁ ହେବ। ହିୟର ନ ଇଭିଲ୍, ଅର୍ଥାତ୍ ଖରାପ କଥା ଶୁଣ ନାହିଁ। ବାବା ଯେଉଁ ଶିକ୍ଷା ଦେଉଛନ୍ତି ସେଗୁଡ଼ିକୁ ଧାରଣ କରିବାକୁ ହେବ। 2 ନମ୍ବର, କୌଣସି ବି ସାଂସାରିକ ଇଚ୍ଛା ରଖିବାର ନାହିଁ। ନିଜର ଦୃଷ୍ଟି ଉପରେ ଧ୍ୟାନ ଦେବାକୁ ହେବ, ଯେପରି କାହା ପ୍ରତି ବି ବିକାରୀ ଦୃଷ୍ଟି ନ ଯାଏ। କୌଣସି ବି କର୍ମେନ୍ଦ୍ରିୟ ଚଳାୟମାନ ଅର୍ଥାତ୍ ଅସ୍ଥିର ନ ହେଉ, ଖୁସିରେ ଭରପୁର ହୋଇ ରହିବାକୁ ହେବ। ମାୟାର ଖେଳକୁ ସାକ୍ଷୀ ହୋଇ ଦେଖୁଥିବା ସଦା ନିର୍ଭୟ ମାୟାଜିତ୍ ଭବ। ମାୟାର ଖେଳକୁ ସାକ୍ଷୀ ହୋଇ ଦେଖୁଥିବା ସଦା ନିର୍ଭୟ ମାୟାଜିତ୍ ଭବ। ଡିଟେଲ୍ସ, ଯେପରି ସମୟ ଅନୁସାରେ ତୁମମାନଙ୍କର ସ୍ଥିତି ଆଗକୁ ବଢ଼ି ବଢ଼ି ଚାଲିଛି, ସେହି ଅନୁସାରେ ଏବେ ତୁମ ଉପରେ ମାୟାର ଆକ୍ରମଣ ହେବା ଉଚିତ ନୁହେଁ। ମାୟା ନମସ୍କାର କରିବା ପାଇଁ ଆସୁ, ଆକ୍ରମଣ କରିବା ପାଇଁ ନୁହେଁ। ଯଦି ମାୟା ଆସି ବି ଯାଉଛି, ତେବେ ତାକୁ ଖେଳ ମନେ କରି ଦେଖ। ଏଭଳି ଅନୁଭବ ହେଉ ଯେପରି ସାକ୍ଷୀ ହୋଇ ଲୌକିକ ଦୁନିଆର ଡ୍ରାମା ଦେଖୁଛ। ମାୟାର ରୂପ ଯେତେ ବି ବିକରାଳ ହୋଇଥାଉ, କିନ୍ତୁ ତୁମେ ତାକୁ ଯଦି ଖେଳ ଏବଂ ଖେଳନା ମନେ କରି ଦେଖିବ, ତେବେ ବହୁତ ମଜା ଲାଗିବ, ଯାହାଫଳରେ ତୁମେ ସେଥିରେ ଡରିବ ନାହିଁ କି ବିଚଳିତ ହେବ ନାହିଁ। ଯେଉଁ ପିଲାମାନେ ସର୍ବଦା ଖେଳାଳି ହୋଇ ସାକ୍ଷୀ ହୋଇ ମାୟାର ଖେଳ ଦେଖିଥାନ୍ତି, ସେମାନେ ସର୍ବଦା ନିର୍ଭୟ ବା ମାୟାଜିତ୍ ହୋଇଯାଇଥାନ୍ତି। ଆଜିର ସ୍ଲୋଗାନ, ଏପରି ସ୍ନେହର ସାଗର ହୁଅ ଯେପରିକି କ୍ରୋଧ ନିକଟକୁ ଆସି ନପାରୁ। ଏପରି ସ୍ନେହର ସାଗର ହୁଅ ଯେପରିକି କ୍ରୋଧ ନିକଟକୁ ଆସି ନପାରୁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତି ଅର୍ଥାତ୍ କର୍ମର ଅଧୀନ ନୁହେଁ ବା କର୍ମର ପରତନ୍ତ୍ର ନୁହେଁ। ସ୍ୱତନ୍ତ୍ର ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଅ। ଯେପରି ଗାୟନ ଅଛି କି କର୍ମ କରୁଥିଲେ ମଧ୍ୟ ଅକର୍ତ୍ତା, ସମ୍ବନ୍ଧ ସମ୍ପର୍କରେ ରହୁଥିଲେ ମଧ୍ୟ କର୍ମାତୀତ। କ'ଣ ମୋର ସ୍ଥିତି ଏହିଭଳି ରହୁଛି? କାହା ସହିତ କୌଣସି ପ୍ରକାରର ମୋହର ଆକର୍ଷଣ ମଧ୍ୟ ନଥିବ ଏବଂ ସେବା ପ୍ରତି ମଧ୍ୟ ମୋହ ବା ବିଶେଷ ଆକର୍ଷଣ ନଥିବ, କିନ୍ତୁ ନିମିତ୍ତ ଭାବରେ ସେବା କରୁଥିବ। ଏହାଦ୍ୱାରା ସହଜରେ କର୍ମାତୀତି ହୋଇପାରିବ। ଓମ୍ ଶାନ୍ତି।